ବାଲେଶ୍ୱର ବହୁ ଚର୍ଚ୍ଚିତ ରଶ୍ମି ରଞ୍ଜନ ସେଠୀଙ୍କ ଜନ୍ମଦିନ ରେ ସନ୍ଦେହଜନକ ମୃତ୍ୟୁ ଘଟଣା ଆଜକୁ 10 ଦିନ ବିତି ଯାଇଛି। ହେଲେ ଏହାରି ମଧ୍ୟରେ ନୂଆ ଘଟଣା ଘଟିଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଅଳା ପଞ୍ଚାୟତ କବିରପାଟଣା ଗ୍ରାମ ବାଲେଶ୍ୱରରେ ରଶ୍ମି ରଞ୍ଜନ ସେଠୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଜଗତସିଂହପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁସାରେ ରଶ୍ମି ରଞ୍ଜନଙ୍କ ଦଶାହ କର୍ମ ଚାଲିଥିବା ସମୟରେ ତାଙ୍କ ବୋହୂ ପରିବାର ଲୋକେ ଓ କିଛି ଭଡ଼ାଟିଆ ଗୁଣ୍ଡା ରଶ୍ମି ରଞ୍ଜନଙ୍କ ମା ସಮೇତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଦୁଇଟି ଗାଡ଼ିରେ ଆସି ଆକ୍ରମଣ କରି ହଠାତ୍ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ରଶ୍ମି ରଞ୍ଜନଙ୍କ ମା। ଘରେ କେହି ନଥିବା ସମୟରେ ଆକ୍ରମଣ କରିଥିଲେ। ଅନ୍ୟପଟେ ରଶ୍ମି ରଞ୍ଜନଙ୍କ ମୃତ୍ୟୁକୁ 10 ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ବର୍ତ୍ତମାନ କାହାକୁ ଗିରଫ ନ କରିବା, ପୋଷ୍ଟମର୍ଟମ ରିପୋର୍ଟ ନ ଆସିବା ଭଳି ପୋଲିସ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପୁଅର ମୃତ୍ୟୁ ପରେ ମା ନ୍ୟାୟ ପାଇଁ ବାରମ୍ବାର ବାଲେଶ୍ୱର ଥାନା ଅଧିକାରୀ ଏସ୍ପିଙ୍କୁ ଭେଟିବା ପରେ ବି ରଶ୍ମି ରଞ୍ଜନଙ୍କ ମୃତ୍ୟୁ ରହସ୍ୟର ପରଦା ଉଠି ପାରୁନାହିଁ। କ'ଣ ହେଇଛି? ମତେ କହିଲା ହେଇଲୋ ବୁଢ଼ୀ କାହିଁକି ତୁ ଏଫଆଇଆର ଦେଲୁ? ଏହା କହିକି ମତେ ଘୋଷାରିକି ଆଣିକି ଦେଖ ଖଣ୍ଡିଆ ମଣ୍ଡିଆ ମୁଁ ପଡ଼ିଗଲି। ତାପରେ ମୁଁ ଡାକ ପକେଇବା ମୋ ଝୁଅ ଦୌଡ଼ି ଆଇଲା, ମୋ ଝୁଅକୁ ବାଡ଼େଇ ମୋ ଭଣଜା ହାରିକି ଯେମିତି ଦୌଡ଼ିକି ଆଇଛନ୍ତି। ସେଠି ଗୋଟେ ବାଉଁଶ ପଡ଼ିଥିଲା ତାକୁ ଟାଣିକି ଆଣି ମୋ ଭଣଜାକୁ ବାଡ଼ିଲା ବେଳକୁ ଶୋଳା ଧୋବା କହିକି ବାଡ଼ିଲା ବେଳକୁ ପାହାର ବସିଗଲା ଗାଡ଼ି ଧିରେ। ଗାଡ଼ି ଭାଙ୍ଗିକି ପୁରା ଚୁନା ପଛାଡ଼। ମୋ ଭଣଜା ବେକରୁ ଚେନ୍ ଛଡ଼େଇକି ନେଇକି ପୁରା ପଳେଇ ଗଲେ ଗାଡ଼ିକି ଫିଟ୍ କରିକି। ଆଉ କିଏ କିଏ ଆସିଥିଲେ ସବୁ? ତା ମାଉସୀ ପୁଅ, ତା ମାମୁଁ, ତା ମା, ମୋ ବୋହୁ ତ ଆଗ ଆଉ ମୋ ବେକକୁ ଧରିକି ନୁଗାକୁ ଧରି ଟାଣିକି ଘୋଷାଡ଼ି ପକେଇଦେଲା ପୁରା। ଆଉ ହେଲେ ବୁଢ଼ୀ ମୋ ନାଁରେ କାହିଁକି ଏଫଆଇଆର ଦେଲୁ, କାହିଁକି ଏଫଆଇଆର ଦେଲୁ? ତା ଭାଇ ବି ସେଥିରେ ସମସ୍ତେ ତ ସବୁ ଗୋଡ଼ିଆ ଗୋଡ଼ିଆକି ମତେ ପକେଇଦେଲେ ତଳେ। ଦୌଡ଼ି ପଳେଇଲେ ତା ମାଉସୀ, ତା ବୋହୁ, ମାଉସୀ ପୁଅ, ମାମୁଁ, ଆଉ ସବୁ କେତେ ଲୋକ ଆଇଥିଲେ ଆଉ ସବୁ ମୁଁ ଚିହ୍ନି ନାହିଁ। କେତେ ଜଣ ଖଣ୍ଡେ ଆସିଥିଲେ? 15 ଜଣ ଖଣ୍ଡେ ଆଇଥିଲେ, 2ଟା ଗାଡ଼ିରେ ବୋଝେଇ ହେଇକି। ଆଉ କ'ଣ କହିଲେ? ଆସିଲେ ମାଇଲେ? ଆସିଲେ ତ ମତେ ବୁଢ଼ୀ ବୋଲି କହିକି ଟାଣି ନେଲା ବୋହୁ। ଆଉ ଟାଣି ନେଇକି ଆପୁଡ଼ି ଝାପୁଡ଼ି ପକେଇ ହେଇଲୋ ବୁଢ଼ୀ କାହିଁକି ଏଫଆଇଆର ଦେଲୁ, କାହିଁକି ଏଫଆଇଆର ଦେଲୁ? ଏହା କହିକି ତ ମତେ ଟାଣି ମୁଁ ପଡ଼ିଛି। ମୋ ଝୁଅକୁ ଡାକ ପକେଇଲା, ମୋ ଝୁଅକୁ ବାଡ଼େଇ ପକେଇଲା। ଘରେ କିଏ ନଥିଲା? ଆଉ ଘରେ ସବୁ ଯାଇଥିଲେ ତୁଠୁକୁ। ମୁଁ ଜୀବନ ବୁକୁରେ ଡାକିଲା ବେଳକୁ ମୁଁ ପଡ଼ିଯାଇଛି। ମତେ ତ ଟାଣି ମୁଁ ତା ଚୁଟିକି ଧରିଲା ବେଳକୁ ଗୋଟେ ମାଉସୀ ପୁଅ ମୋ ହାତକୁ ଛାଟି ଦେଇକି ତାକୁ ଗାଡ଼ି ଭିତରେ ପୁରେଇ ଦେଇକି ନେଇକି ପଳେଇଲେ। ଆଉ କ'ଣ ଚାହୁଁଛ? ମୋର ନ୍ୟାୟ ଦରକାର, ତାକୁ ମାରିଦେବା ଦରକାର। ମୋ ପୁଅକୁ ଯେମିତି ମାରିଛି ତାକୁ ସେମିତି ଜୀବନରୁ ମାରିଦିଅ। ମୋର ନ୍ୟାୟ ଦରକାର, ମୋର ଆଉ କିଛି ଦରକାର ନାହିଁ। ତାକୁ ଜୀବନରୁ ମାରିଦିଅ। ମୋ ପୁଅ ଯେମିତି ମରିଛି, ମୋ ପୁଅକୁ ଯେମିତି ସେ ମାରିଛି କାଲୁ ବାଲୁ କରିକିରି, କାନ ମୁଣ୍ଡା ଫୁଲି ଯାଇଛି, ଏଇଟାଇ କରନ୍ତ ଦେଇଛି, ପିତେ ସବୁ ଫୁଲିଛି, ନେଇକି ବରଫ ଭିତରେ ପୁରେଇକିରି ପଳେଇ ଯାଇଛି କୁଆଡ଼କୁ। ମୋର ଗୋଟାଏ ବୋଲିକି ପୁଅ କେତେ କଷ୍ଟ କରିକି ପଳେଇଦେଲେ। ନା ଟିକେ କହିଲ ତମର? ମୋ ନାଁ ହେଲା ସସ୍ମିତା ସେଠୀ। ମୋ ଭାଇଙ୍କୁ ତ ମୋ ଭାଉଜ ତା ପୁରୁଷ ବନ୍ଧୁ ମିଶିକିରି 16 ତାରିଖ ଦିନ ତାକୁ ମାରି ଦେଇଥିଲେ। ଆଜି ତାର ଦଶା କର୍ମ ଥିଲା। ଆମର ସବୁ ଯାକ ପୁରୁଷ ଯେତିକି ସବୁ ଆମ ଘରର ସବୁ ଅଛନ୍ତି ସମସ୍ତେ ଦଶା କର୍ମ କରିବାକୁ ପଳେଇଥିଲେ। ସେ ଅଚାନକ 2ଟା ଗାଡ଼ିରେ ପୁରା ଲୋକ ଫୁଲ୍ ହେଇକି ଆସିଛନ୍ତି। 15 ଜଣରୁ ଅଧିକା ବି କମିବେନି ଆସିଛନ୍ତି। ତା ମାମୁଁ, ତା ମାଉସୀ ପୁଅ, ତା ଭାଇ, ଆଉ ତା ନିଜ ମା, ଆଉ କେତେ ସ୍ତ୍ରୀ ଲୋକ, ଆଉ 10-15 ମାନେ 5-10 ଜଣ ଭଳିଆ ପୁଅ ପିଲା। ଆମେ ତାଙ୍କୁ ବି ଠିକ୍ସେ ଚିହ୍ନିନୁ। ସମସ୍ତେ ଆସିଛନ୍ତି। ଆମେ ଯେହେତୁ ମୁଁ ବି ଘରେ ନଥିଲି, ମୁଁ ଘର ଭିତରେ ଥିଲି, ବାହାରେ ନଥିଲି। ମା ଯେତେବେଳେ ଦୌଡ଼ିକି ଆସିକି କହିଛନ୍ତି ତୁ ମୋ ପୁଅଟାକୁ ମାରିଦେଲୁ, ଏତିକି କହିଲା ଭିତରେ ମୋ ମାଆକୁ ଘୋଷାଡ଼ି ହେଇଲୋ ବୁଢ଼ୀ ତୁ କ'ଣ ପାଇଁକି ଏଫଆଇଆର ଆମ ନାଁରେ ଦେଇଛୁ କହି ତାକୁ ଘୋଷାଡ଼ି ତଳେ ପକେଇ ସେ ଚିଲେଇକି ଡାକିଲା। ମୁଁ ଦୌଡ଼ିକି ଆସିଲା, ମୋ ବୋଉକୁ ମାରୁଛନ୍ତି। ମୁଁ ଯେତେବେଳେ ତାକୁ ଧରେ ଅଟକାଏ, ମୋତେ ମାରିକିରି ଦେଖ ମୋର ନଖ କେମିତି ମାଡ଼ ହେଇଛି ଭାଙ୍ଗିଛନ୍ତି, ଏଠି ସବୁ ମାରି ମୋତେ ହାତ ଛାଟିକି ଗାଡ଼ିରେ ବସେଇକି ନେଇକିରି ପଳେଇଗଲେ। ମୋ ପିଇସି ପୁଅକୁ ବାଡ଼େଇବାକୁ ଯେତେବେଳେ ମାରିଛନ୍ତି, ଗୋଟେ ପାର ତା ଦେହରେ ବଇଛି, ଆଉ ଗୋଟେ ପାର ପକେଇଲା ବେଳକୁ ପିଇସି ପୁଅ ସାଇଡ଼୍ ଗଲା ଯେମିତି ତାଙ୍କ ଗାଡ଼ିରେ ବସିଲା, କାଚ ଭାଙ୍ଗିଲା ତାଙ୍କର। ଆମ ପିଇସି ପୁଅକୁ ଧକ୍କା ଦେଇ ତା ବେକରୁ ଚେନ୍, ତା ଆଙ୍ଗୁଳି ମୁଦି ସବୁ ଛଡ଼େଇ ଛାଡ଼େଇ ତାକୁ ନେଇକିରି ସବୁ ଫେରା। ମାରଣାସ୍ତ୍ର ଆଣିଥିଲେ, ବନ୍ଧୁକ ନେଇକି ଆସିଥିଲେ। ଆମେ ତ ଡାକ ପକେଇଲା ଗାଁ ଲୋକ ଆସିଲା ବେଳକୁ ସବୁ 2ଟା ଗାଡ଼ିରେ ବସିକି ଫେରାର ହେଇଗଲେ। ଆମେ ଅଟକେଇ ପାରିଲୁନି, ଯେହେତୁ ଆମ ଘର କେହି ପୁରୁଷ ନଥିଲେ, ସବୁ ତୁଠରେ ଥିଲେ। ଆମ ପାଖରେ କିଛି ଉପାୟ ନଥିଲା, ଆମେ ଉପାୟ ଶୂନ୍ୟ ହେଇଯାଇଥିଲୁ। ଗାଁ ଲୋକ ତ ଶୁଣିକି ଦୌଡ଼ିକି ଆସିଲା ବେଳକୁ ସେମାନେ ପଳେଇଗଲେ। ଆଉ କ'ଣ ଚାହୁଁଛୁ? ଆଜ୍ଞା ସେ
ବୋହୂ को ଆରେଷ୍ଟ କରାଯାଉ ତାର ସାଙ୍ଗରେ ଯେଉଁମାନେ ଥିଲେ ସମସ୍ତଙ୍କୁ ଆରେଷ୍ଟ କରାଯାଉ ଯେ ପୁରୁଷ ବନ୍ଧୁକୁ ଆରେଷ୍ଟ କରାଯାଉ ମୋ ଭାଇକି ନ୍ୟାୟ ମିଳୁ ଆମକୁ ନ୍ୟାୟ ମିଳୁ ଏପର୍ଯ୍ୟନ୍ତ ପୋଲିସ ଚୁପ୍ ହେଇକି ବଇଛି ଆଇଆଇସି ଠାରୁ ଆରମ୍ଭ କରି ସମସ୍ତେ ବାଲେଶ୍ୱରର ସମସ୍ତେ ଚୁପ୍ ହେଇକି ବଇଛନ୍ତି 10 ଦିନ ବିତିଗଲାଣି ଆଜି ପର୍ଯ୍ୟନ୍ତ ସେ ଆରେଷ୍ଟ ହେଇପାରିଲେ ନାହିଁ କ'ଣ ପାଇଁ ସବୁ ଚୁପ୍ ହେଇକି କ'ଣ ପାଇଁ ବଇଛନ୍ତି କ'ଣ ତାଙ୍କର କ'ଣଟା ଅସୁବିଧା ଅଛି ଆରେଷ୍ଟ କରୁନାହାନ୍ତି ଆସାମୀକି ଠିକ୍ ଅଛି କ'ଣ ହେଇଛି ଜି? ମୁଁ ଘରେ ନଥିଲି ତୁଠରେ ଥିଲି ତା ଭାଇ ତା ମାମୁଁ ତା ମାଉସୀ ପୁଅ କୋଷା ଗୁଣ୍ଡା ସେ ଯେତେବେଳେ ବନ୍ଧୁକ ଆଣିକି ଆସିବା ଭିତରେ ମୋ ମାଇଁକି ମାରିଲା ଭିତରେ ମୁଁ ଗଲା ଭିତରେ ମୋତେ ଗୋଟେ ବାଉଁଶରେ ମାଇଲେ ଯେହେତୁ ପଡ଼ିଗଲି ଗୋଟେ ବନ୍ଧୁକ ଆଣିକି ମାରିଦେବା ଭିତରେ ମୋ ଚେନ୍ଟାକୁ ଗୋଟେ ଝିପି ନେଲା ଭିତରେ ତା ମାମୁଁ କ'ଣ କଲା ନା ମୋ ମୁଣ୍ଡିଟାକୁ ନେଇଗଲା ଭିତରେ ମୋତେ ମାରିଦେବେ ବୋଲି କହିଲା ବେଳକୁ ଗାଁ ଲୋକ ଯେତେବେଳେ ଘେରି ଯାଇଛନ୍ତି ମାନେ ଦୌଡ଼ି ଆଇଲା ବେଳକୁ ମାରିଦେବେ ବୋଲି ତାପରେ କ'ଣ କଲେ ନା ବାଉଁଶରେ ଗାଡ଼ିଟାକୁ ବାଡ଼େଇ ଦେଲେ ତାଙ୍କ ଗାଡ଼ିଟାକୁ ବାଉଁଶରେ ବାଡ଼େଇ ଦେଲା ପରେ ସବୁ ଗାଁ ଲୋକ ଯେତେବେଳେ ଦୌଡ଼ି ଆଇଛନ୍ତି ଦୌଡ଼ିଲା ବେଳକୁ କଟିଗଲେ। ବର୍ତ୍ତମାନ କ'ଣ ହେଉଛି ସେପଟେ ପିଏମ୍ ରିପୋର୍ଟ ଆସୁନି ପିଏମ୍ ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିନାହିଁ 10 ଦିନ ହେଇଗଲାଣି ମୁଁ ଆଇଆଇସିକି ଫୋନ୍ କରିଛି ଆଇଆଇସି ରେସ୍ପନ୍ସ କରୁନାହାନ୍ତି ମୁଁ ଏସ୍ପିଙ୍କୁ ଦେଖା କରିଛି ଏସ୍ପି କହିଛନ୍ତି ମୁଁ ମୋ ଉପରେ ଭରସା ରଖ ମୁଁ ତୁମକୁ ନ୍ୟାୟ ଦେବି ଆଉ ଘରେ ଆସି ମାଇଲେଣି ମାରିଦେବେ କେଉଁଠି ଆଉ କ'ଣ ଅଛି କିଏ କିଏ ସବୁ ଆସିଥିଲେ ଦୋଷା ଗୁଣ୍ଡା ସବୁ ଆସିଥିଲେ କେଶା ଗୁଣ୍ଡା ଗୋଟେ ଗାଡ଼ିରେ ତା ମାଉସୀ ତା ମାମୁଁ ଯେଉଁ ମାଉସୀ ପୁଅ ତା ଭାଇ ଆଉ କିଏ ଚିହ୍ନା ତା ଭାଉଜ ବି ନିଜେ ଆଇଥିଲେ ଭାଉଜ ଆସିକିରି ମୋ ମାଇଁକି ଘୋଷାଛନ୍ତି ତୁ କାହିଁକି କେସ୍ ଦେଲୁ ବୋଲି ଆଉ ଯେଉଁମାନେ ଆସିଥିଲେ ସମସ୍ତେ ଚିହ୍ନ ନା ଆଉ ଚିହ୍ନିନି କେତେ ଜଣ 15 ନା କେତେ 20 ଜଣ ଖଣ୍ଡେ ଆଇଛନ୍ତି। ଜଗତସିଂହପୁରରୁ ରାଜାଙ୍କ ରିପୋର୍ଟ ଚର୍ଚ୍ଚା ଟିଭି।